ଆଳିରେ ପୁଣି ଜଳ ସଂକଟ। ହନ୍ତସନ୍ତ ହେଉଛନ୍ତି 6ଟି ୱାର୍ଡର 2000ରୁ ଊର୍ଦ୍ଧ୍ବ ଲୋକ। ପଞ୍ଚାୟତର ଅଧିକାଂଶ ନଳକୂପ ଅବ୍ୟବହୃତ। ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ। ଦୀର୍ଘ ଦିନ ହେବ ଆଳି ଅଞ୍ଚଳରେ ପାନୀୟ ଜଳର ସମସ୍ୟା ଲାଗି ରହିଥିବା ବେଳେ ଏହି ସମସ୍ୟାକୁ ଦୂର କରିବା ପାଇଁ ଜଳସମ୍ପଦ ବିଭାଗ ତା ଆଳି ପ୍ରଶାସନ ଶତ ଚେଷ୍ଟା କରି ମଧ୍ୟ ଫେଲ୍ ମାରିଛି। ଲୋକେ ବଞ୍ଚିବା ପାଇଁ ମୁଖ୍ୟ ମୌଳିକ ଆବଶ୍ୟକତା ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ସୁକାନ୍ତି ପରିଡ଼ା, ବର୍ତ୍ତମାନ ମୁଁ ବାଳଘାଟି ପଞ୍ଚାୟତର ସରପଞ୍ଚ। ଶୁଣନ୍ତୁ, ଯେତେବେଳେ ପାନୀୟ ଜଳ କଥା କହୁଛନ୍ତି ସେ ବିଷୟରେ ମୁଁ କହିବି। ଯେହେତୁ ଆମର ସୁଜଳ ଧାରା 2-3 ଦିନ ହେଲା ବନ୍ଦ ଅଛି, କାରଣ ସେଇଟା କରେଣ୍ଟରେ ଚାଲୁଥିବାରୁ କରେଣ୍ଟର କୌଣସି ବ୍ୟାଘାତ ଯୋଗୁଁ ସେଇଟା ରିପେୟାରିଂ ହେଇନି। ଯେହେତୁ ଆମର ପମ୍ପ ଡ୍ରାଇଭର ମୋତେ 3 ଦିନ ହେଲା ଜଣେଇଲେ, ମଙ୍ଗଳବାର ଦିନ କହିଲେ ଆଉ ପାଣି ଟାଙ୍କିକୁ କରେଣ୍ଟ ଆସୁନି, ଆଉ କ'ଣ କରିବା? ମୁଁ କହିଲି ଠିକ୍ ଅଛି, ମେକାନିକ ଡାକି ଦିଅ, କ'ଣ ହେଇଛି ସେ ଦେଖିଦେଲା ପରେ ମୋତେ ଜଣେଇବେ। ମେକାନିକ ଡାକିଲେ, ସେ କହିଲେ ଏଇଟା ପୋଡ଼ିଯାଇଛି ବୋଲି। ତେଣୁ ମେକାନିକ ଯେହେତୁ ପୋଡ଼ିଯାଇଛି, ମେକାନିକ ଆସିଲେ ତ ସେଇଟା ସଜାଡ଼ିବେ। ସେ ମେକାନିକ ଯେହେତୁ ଆଭେଲେବୁଲ୍ ନାହାନ୍ତି, ତେଣୁ ସେ ମୋତେ ସମୟ ଦେଇଥିଲେ ଆମେ ଗୁରୁବାର ଦିନ ଯାଇକି ବାଗେଇବୁ। ସେଟା ଗୁରୁବାର ହେଲେ ସେ ଆସିକି ବାଗେଇବେ ବୋଲି କହିଥିଲେ। ତାଙ୍କର କେଉଁଠି ଓଳାଭରରେ କାମ ଚାଲିଛି, ସେ ମୋତେ ଫୋନ୍ କରି କହିଲେ କି ଓଳାଭରରେ କାମ ସରିନି, ଆମେ ଶୁକ୍ରବାର ଦିନ ଯାଇକି ପହଞ୍ଚିବୁ। ସେ ସମୟ ନେଇଛନ୍ତି, ତେଣୁ ମୁଁ ଅପେକ୍ଷା କରିଛି, ଯେତେ ଶୀଘ୍ର ହେବ ମୁଁ ସେଇଟା ସର୍ଟ ଆଉଟ୍ କରିବି। ମୁଁ ବିଡ଼ିଓ ସାର୍ଙ୍କୁ ଜଣେଇଛି, ଯେହେତୁ ସେ ମୋର ଉପର ଅଫିସର। ତେଣୁ ମୋ ପଞ୍ଚାୟତରେ ଯେତିକ ଟ୍ୟୁବୱେଲ୍ ଅଛି 100 ଭାଗରୁ 70 ଭାଗ ବର୍ତ୍ତମାନ ଅଚଳ ହୋଇଗଲାଣି। ତେଣୁ ଆଉ 30 ଭାଗ ଟ୍ୟୁବୱେଲ୍ ଯେତିକି ଅଛି ସେତିକି ସମସ୍ତଙ୍କୁ ଏଇ ସୁଜଳ ଧାରା ହେତୁ ଟ୍ୟୁବୱେଲ୍ ଗୁଡ଼ିକ ଅଚଳ ହୋଇଗଲାଣି। ମୁଁ ବିଡ଼ିଓ ସାର୍ଙ୍କୁ କହିଥିଲି ଆଉ କିଛି ଟ୍ୟୁବୱେଲ୍ ଦେବା ପାଇଁ। ସେ ମୋତେ ପରାମର୍ଶ ଦେଇଥିଲେ ଯେଉଁଠାରେ ପାନୀୟ ଜଳର ଯେଉଁ ସୁଜଳ ଧାରା ଅଛି ସେଠିକି ଟ୍ୟୁବୱେଲ୍ ଦେଇ ହେବ ନା। ମୋ ପଞ୍ଚାୟତରେ ଚୂନବନ୍ଧ ଗାଁକୁ ଛାଡ଼ିଦେଲା ପରେ ଆଉ ସବୁବେଳେ ସୁଜଳ ଧାରାର ବ୍ୟବସ୍ଥା ଅଛି। ତେଣୁ ସେ କେବଳ ଚୂନବନ୍ଧ ପାଇଁ ମୋତେ 2ଟି ଟ୍ୟୁବୱେଲ୍ ସାଂକ୍ସନ୍ କରିଥିଲେ। ସେ 2ଟି ଟ୍ୟୁବୱେଲ୍ ହେଲାଣି, କିନ୍ତୁ ମୁଁ ବଡ଼ାଙ୍କ ପାଇଁ କହିଥିଲି। ସେ ଆଉ ଗୋଟେ ଟ୍ୟୁବୱେଲ୍ ପାଇଁ ମୋତେ କହିଥିଲେ, କହିଲେ ସେଇଟା ପ୍ରୋସେସିଂ ହେଇକି ଆସିଲେ ମ୍ୟାଡ଼ାମ୍ ଦିଆହେବ। ଆଳି ବ୍ଲକ ଅଧୀନ ବାଳକାଟି ପଞ୍ଚାୟତର 6ଟି ୱାର୍ଡ 4, 8, 9, 10, 11, 12ରେ 2000ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଆଜିକୁ 3 ଦିନ ହେବ ବସୁଧା ଯୋଜନାରେ ମଟର ପୋଡ଼ି ଯାଇଥିବା ବେଳେ ଉକ୍ତ ପଞ୍ଚାୟତର ଗ୍ରାମବାସୀମାନେ ପାଣି ପାଇନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟା 8 ଦିନ ହେଲା ବୋରିଂ ପାଣି ଆସିଥିଲା, ବୋରିଂ ପାଣି ଆସୁନି। ତାପରେ ନଈକି ଯିବା ନାଗି କୁମ୍ଭୀର ଭୟ, ଆମେ ନଈକି ବି ଯାଇପାରୁନୁ। ଆଉ ଟ୍ୟୁବୱେଲ୍ 2ଟା ଖରାପ ହେଇଛି, ହଳଦିଆ ପାଣି ପଡ଼ୁଛି। ଟ୍ୟୁବୱେଲ୍ରେ ଯେଉଁ ହଳଦିଆ ପାଣି ପଡ଼ୁଛି ତା କପଡ଼ା ଲଗେଇକି ଆମେ ଛାଙ୍କିକି ନେଉଛୁ, ସେଥିରେ ବି ମାଡ଼ଗୋଳ ପାଟିଗୋଳ ହେଉଛି। ଆଉ ଆମେ ଆଉ ଅସୁବିଧାରେ ରହିଛୁ। ଆଉ ବୋରିଂ ଖରାପ ହେଇଛି, ବୋରିଂ ପାଣି ବି ଆମେ କହିନୁ 8 ଦିନ ହେଲା ବୋରିଂ ପାଣି ଆସୁନି। ଆମେ ନଈରୁ ବୋଇକି ବହୁତ ଅସୁବିଧାରେ ନଈରୁ ପାଣି ଆଣିକି କାରବାର କରୁଛୁ। କ'ଣ ଚାହୁଁଛୁ? ଆଉ ବୋରିଂ କରିବେ, ଆମ ଗାଁକୁ 2ଟି ଟ୍ୟୁବୱେଲ୍ ନ ଆସିଲେ ଆମେ କେମିତି କ'ଣ ଚଳିବୁ? କ'ଣ କହିଲେ, କ'ଣ ଅସୁବିଧା ହେଉଛି ପାଣି ପାଇଁ? ଆମର ପାଣିରେ ସେ ଟ୍ୟୁବୱେଲ୍ ଟ୍ୟାପ୍ 4-5 ଦିନ ହେଲା ସେ ଖରାପ ହେଇଛି। ତାପରେ ସେ ନଈକି ଗଲାବେଳକୁ ସେଠି କୁମ୍ଭୀରର ସମସ୍ୟା। ତାପରେ ଏଠି ଗୋଟିଏ ଟ୍ୟୁବୱେଲ୍ ଉପରେ ସମସ୍ତେ ଏଠି 8-10 ଘର ନିର୍ଭର କରୁଛନ୍ତି। ସେ ଟ୍ୟୁବୱେଲ୍ରେ ଆସିଲା ବେଳକୁ ସମସ୍ତେ କାନ୍ଦିବେ। ସମସ୍ତେ ତା ଦେହର କଷାକୁଡ଼ି ମାଜିବା, ଗାଧୋଇବା, ତା ଦେହର ସମସ୍ତେ ସେଇ ଲାଟ୍ରିନ୍ ସବୁ ସେଇ ଗୋଟେ ଟ୍ୟୁବୱେଲ୍ର କାରବାର। ପଞ୍ଚାୟତରେ ମୋଟ 64ଟି ନଳକୂପ ଥିଲାବେଳେ 11ଟି ଅର୍ଥାତ୍ ଅଧାରୁ ଅଧିକ ନଳକୂପ ଅଚଳ ଅବସ୍ଥାରେ ପଡ଼ି ରହିଥିବା ବେଳେ ସେଥିମଧ୍ୟରୁ ଚଳନ୍ତିରେ ଥିବା ନଳକୂପ ମଧ୍ୟରୁ କିଛି ନଳକୂପରୁ ଗୋଳିଆ, ଲୁଣ ଓ ପଙ୍କୁଆ ଓ ଅପରିଷ୍କାର ପାଣି ବାହାରୁଥିବା ଅଭିଯୋଗ ହୋଇଛି। ସମସ୍ୟା ବୋରିଂ ପାଣି 8 ଦିନ ହେଲା ବନ୍ଦ ହେଲାଣି। ଏ ଗୋଟିଏ ଟ୍ୟୁବୱେଲ୍ରେ ମାଡ଼ଗୋଳ ପାଟିଗୋଳ ନାଗୁଛନ୍ତି, ହଳଦିଆ ପାଣି ବାହାରୁଛି 100 ଲୋକ। ଆଉ ଗୋଟେ ଟ୍ୟୁବୱେଲ୍ ଆମର ଦରକାର। 4ଟା ରାତିରେ ଆମେ ଉଠିକି ଲାଇନ୍ ଲଗେଇ ପାଣି ନେଉଛୁ। ବୋରିଂ ଖରାପ ହେଇଛି, ମଟର ପୋଡ଼ି ଯାଇଛି। ଆମେ ତ କହୁଛୁ, କେହି ବାଗଉନାହାନ୍ତି। ବାଗା ହେବାକୁ ଆମେ ଚାହୁଁଛୁ। ନାଁଟା କହିବ? ନାଁଟା ଭଗବତୀ ମଲ୍ଲିକ।
କ'ଣ ହେଇଛି କ'ଣ ଅସୁବିଧା କାହିଁ କ'ଣ ବସିଛନ୍ତି ଏଠି କ'ଣ ହେଇଛି କି ପାଣି ଟୋପେ ନେଇକି ଆସିକି ବଇଛି ସାରା ସକାଳୁ ଆଉ ଟ୍ୟୁବଲ୍ ସବୁ ତ ବନ୍ଦ ଆଉ ଗୋଟେ ଟ୍ୟୁବଲ୍ରେ ଧରା ପରା ହେଉଛନ୍ତି ଆଉ ନାଇଁ ପାଣି ତ ଆସୁନାହିଁ ଆଉ କ'ଣ କରିବି କେତେ ଦିନ ହେଲାଣି ପାଣି ଆସୁନି 4-5 ଦିନ ହେଇଗଲାଣି ଆଉ କ'ଣ କରିବି ବର୍ତ୍ତମାନ କ'ଣ ଚାହୁଁଛନ୍ତି କ'ଣ ଚାହିଁବି ପାଣି ଆଉ ଦେବାନି 3 ଖଣ୍ଡ ବସ୍ତିର ଲୋକ ଆସି ପାଣି ନେଉଛନ୍ତି କେତେଟା ବେଳୁ ଭିଡ଼ ଜମୁଛି ଭିଡ଼ ଗୋଡ଼ ପକେଇ ପାରିବ ନାହିଁ ନା ଦେଖିବ ମାଠିଆ କୁଣ୍ଡେଇ ହାଣ୍ଡି ବାଲ୍ଟି ନାଗିଗଲା ଟ୍ୟୁବଲ୍ କତରୁ ଆମ ଦୁଆର ପର୍ଯ୍ୟନ୍ତ ତଥାପି ସରୁନି ପାଣି ଟୋପେ ନେଇକି ମୁଁ ଏଠି ବସିକି ରହୁଛି କେତେବେଳେ ଯିବି ମୁଁ ପାଣି ଟୋପେ ନେବି ପାଳି କରିକି ପାଣି ନେଉଛ ଆଉ ପାଳି କରି ପାଣି ନେବି ଏହା ସହିତ ଗାଈଗୋରୁମାନେ ମଧ୍ୟ ପାଣି ବିନା ଡହଳ ବିକଳ ହେଉଥିବା ଦେଖାଯାଇଛି। ଏହି ପଞ୍ଚାୟତଟି ଖରସ୍ରୋତା ନଦୀ କୂଳରେ ଅବସ୍ଥିତ ଥିବାବେଳେ ସୂଚନା ସୂତ୍ରରେ ପ୍ରକାଶ ଯେ କିଛି ଦିନ ହେବ ନଦୀରେ କୁମ୍ଭୀର ଆତଙ୍କ ଚଳାଇଥିବା ବେଳେ ପ୍ରଶାସନ ଏହି ପଞ୍ଚାୟତରେ ଥିବା ଜଳ ସଙ୍କଟ ନେଇ ତତ୍ପରତା ନ ଦେଖାଇବା ବିଡମ୍ବନାର ବିଷୟ ପାଲଟିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଏ ସମସ୍ୟା ନେଇ ପଞ୍ଚାୟତ ସ୍ତରରୁ ପ୍ରଶାସନ ସ୍ତର ଯାଏ ଦୌଡ଼ି ଦୌଡ଼ି ହତାଶ ହେବା ପରେ ବିଭାଗୀୟ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ଯଥାଶୀଘ୍ର ଯଦି ଏହି ସମସ୍ୟାର ଦୂରୀକରଣ ଦିଗରେ ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ ନ କରନ୍ତି ତେବେ ପ୍ରଶାସନର ଦୃଷ୍ଟି ଆକର୍ଷଣ ନିମନ୍ତେ ପଞ୍ଚାୟତବାସୀଙ୍କ ତରଫରୁ କୁନା ବେହେରା, କୁନି ମଳିକ, ଅଇଲି ବାରିକ, ପୁଷ୍ପା ବାରିକ, ପଦ୍ମିନୀ ଦାସ, ରମା ଦାସ, ରଙ୍ଗଲତା ଦାସ, ଶ୍ରୀକାନ୍ତ ବରଜ, ମୁକ୍ତିକାନ୍ତ ଦାସ, ସୁକାନ୍ତ ଦାସ, ଅନାମ ବାରିକ, ଜୟନ୍ତୀ ଦାସ, ଶଶିକଳା ଦାସ, ପ୍ରେମଲତା ଦାସ, ମନୋରମା ଦାସ ପ୍ରମୁଖମାନେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ଏନେଇ ବାଳକାଟି ସରପଞ୍ଚ ସୁକାନ୍ତି ପରିଡ଼ାଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ ସେ ଏନେଇ ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର କିପରି ଯଥାଶୀଘ୍ର ବାଳକାଟି ପଞ୍ଚାୟତର ପାନୀୟ ଜଳ ସମସ୍ୟା ଦୂରୀକରଣ ହେବ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।